ସାମ୍ପ୍ରତିକ ଅବସ୍ଥା ଓ ବ୍ୟବସ୍ଥାକୁ ଦେଖିଲେ ମନେ ହୁଏ ସମାଜର ମୂଳ ଲକ୍ଷ୍ୟ ଦିଗଭ୍ରଷ୍ଟ ହେବାରେ ଲାଗିଛି। ଅପରାଧ, ବ୍ୟଭିଚାର, ଦୁଷ୍କର୍ମ, ହତ୍ୟା, ଆତ୍ମହତ୍ୟା ବୃଦ୍ଧି ପାଇ ଚାଲିଛି। ଏହା ବାସ୍ତବିକ ଚିନ୍ତାର ବିଷୟ। ପରିବାର ଓ ସମାଜରେ ସଂସ୍କାର କ୍ରମେ ଦିଗହରା ହେବାରେ ଲାଗିଛି। ଚୋରି, ରାହାଜାନୀଠାରୁ ଆରମ୍ଭ କରି ବଳାତ୍କାର ଓ ହତ୍ୟା ସାମାଜିକ ଅଧୋପତନର କାରଣ ସାଜିଛି। କେମିତି ହେବ ସାମାଜିକ ସଂସ୍କାର? ଶାନ୍ତି ଆସିବ କେଉଁଠୁ? ପିଲାଠୁ ବୃଦ୍ଧ ସମସ୍ତେ ଆଜି ନୈତିକତା ଭୁଲି ପଥଭ୍ରଷ୍ଟ। ସକାରାତ୍ମକ ଚିନ୍ତା ଓ ଚେତନା ନାହିଁ କହିଲେ ଚଳେ। ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ସକାରାତ୍ମକ ଚେତନାକୁ ଜାଗ୍ରତ କରିବା ପାଇଁ ତାମିଲନାଡୁର ତିରୁଭାନ୍ନାମାଲାଇ ସତ୍ୟଚେତନା ଏଜୁକେସନାଲ ଟ୍ରଷ୍ଟ ଉଦ୍ୟମ ଆରମ୍ଭ କରିଛି। ପୂଜ୍ୟ ସ୍ୱାମୀଜୀ ଶ୍ରୀ ଆତ୍ମାନନ୍ଦଜୀଙ୍କ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟର 30ଟି ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସ୍ପିରିଚୁଆଲ ଏଜୁକେସନ୍ ଦିଆଯିବା ପାଇଁ ଅନୁଷ୍ଠାନ ପ୍ରୟାସ ଆରମ୍ଭ କରିଛି। ଏହି ମର୍ମରେ ପୁରୀ ଜିଲ୍ଲାର ବଳଙ୍ଗା ସତ୍ୟଚେତନା ଶିକ୍ଷାଶ୍ରମର ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ସତ୍ୟଚେତନା ଅନୁଷ୍ଠାନର ଓଡ଼ିଶା ମୁଖ୍ୟ ରାକେଶ ମହାନ୍ତି ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ଅବସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବୈଦିକ ବିଶ୍ୱବିଦ୍ୟାଳୟ ତିରୁଭାନ୍ନାମାଲାଇ ତାମିଲନାଡୁର କୁଳପତି ଡକ୍ଟର ହରିହର କାନନଙ୍କୁ କହିଥିଲେ, ସ୍କୁଲ କଲେଜରେ ଆଧ୍ୟାତ୍ମିକ ଶିକ୍ଷା ଦେଲେ ସାମଗ୍ରିକ ଭାବେ ଚେତନା ଜାଗ୍ରତ ହୋଇପାରିବ। ଗୀତା ହେଉଛି ଏକମାତ୍ର ମାଧ୍ୟମ ଯାହାଦ୍ୱାରା ସତ୍ୟଚେତନାର ଉତ୍ତରଣ ହୋଇପାରିବ ବୋଲି ଡକ୍ଟର କାନନଗୋ ଗୁରୁତ୍ୱାରୋପ କରିଥିଲେ। ଗୀତା ହେଉଛି ଏହାର ପ୍ରକୃଷ୍ଟ ମାଧ୍ୟମ। ଆମର ଓଡ଼ିଆରେ କଥା ଅଛି ଯେ ରୁଚୁ ନ ରୁଚୁ ଖା ପିତା, ବୁଝୁ ନ ବୁଝୁ ପଢ଼ ଗୀତା। ଯେଉଁମାନେ ଗୀତା ପଢ଼ୁଛନ୍ତି ସେମାନେ କିଛି ଅସୁବିଧା ହେବ ନାହିଁ, କିନ୍ତୁ ଗୀତା ହେଉଛି ଏକମାତ୍ର ମାଧ୍ୟମ। ତାକୁ ଆଧାର କରି, ତାକୁ ଭିତ୍ତି କରି ଆମେ 30ଟି ଜିଲ୍ଲାରେ ଏ କାର୍ଯ୍ୟକ୍ରମକୁ ପରିଚାଳିତ କରିବା। ମଞ୍ଚାସୀନ ଅତିଥି ଇଞ୍ଜିନିୟର ନଳିନୀ ପଟ୍ଟନାୟକ କହିଥିଲେ, ଛାତ୍ରଛାତ୍ରୀମାନଙ୍କୁ ସତ୍ୟଚେତନା ଆନ୍ଦୋଳନରେ ସାମିଲ କରାଯାଇପାରିଲେ ହିଁ ସମାଜର ପରିବର୍ତ୍ତନ ଅଣାଯାଇପାରିବ। ବିବେକାନନ୍ଦ ଶିକ୍ଷାନୁଷ୍ଠାନର ସ୍ୱାମୀ ମୁକ୍ତାନନ୍ଦ ତାଙ୍କ ଆଶୀର୍ବଚନରେ କହିଥିଲେ, ସତ୍ୟଚେତନା ଆନ୍ଦୋଳନର ସର୍ବଶ୍ରେଷ୍ଠ ମାଧ୍ୟମ ହେଉଛି ଗୀତା। ଗୀତାର ଆରମ୍ଭ ଓ ଶେଷ ଶ୍ଲୋକକୁ ସ୍ୱାମୀଜୀ ବ୍ୟାଖ୍ୟା କରିଥିଲେ। ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଚ୍ଛବଃ ମାମକା ପାଣ୍ଡବାଶ୍ଚୈବ କିମ୍ ଅକୁର୍ବତ ସଞ୍ଜୟ। ଆଉ ଗୀତାର ଶେଷ ଶ୍ଲୋକ ହେଉଛି ୟତ୍ର ୟୋଗେଶ୍ୱର କୃଷ୍ଣୋ ୟତ୍ର ପାର୍ଥୋ ଧନୁର୍ଧର ତତ୍ର ଶ୍ରୀ ବିଜୟର୍ଧୃତି ଧ୍ରୁବାନୀତି ମତିର୍ମମ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଦୀପକ ପରିଡ଼ା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଶିକ୍ଷା ଓ ସ୍ୱାମୀ ଶ୍ରୀ ଆତ୍ମାନନ୍ଦଜୀ ହେଉଛନ୍ତି ଚେତନାର ପ୍ରକୃତ ମାଧ୍ୟମ ବୋଲି ବର୍ଣ୍ଣନା କରିଥିଲେ। ଆଧ୍ୟାତ୍ମିକ ପତ୍ରିକା ସତ୍ୟଚେତନାର ମୁଖ୍ୟ ସମ୍ପାଦକ ଅସିତ ମହାନ୍ତି ପରୋପକାର ସ୍ୱର୍ଗ ଓ ଅନ୍ୟକୁ କଷ୍ଟ ଦେବା ପାପ ବୋଲି କହିଥିଲେ। ବ୍ୟାସଦେବ ଅଷ୍ଟାଦଶ ପଢ଼ିଲେ କି ମାତ୍ର 2ଟି କଥା କହିଲେ ଯେ ପରୋପକାର ହେଉଛି ସ୍ୱର୍ଗ ଏବଂ ଅନ୍ୟକୁ କଷ୍ଟ ଦେବା ହେଉଛି ପାପ। ଆମେ ଯଦି ଅନ୍ୟକୁ କଷ୍ଟ ଦେବା ନାହିଁ, ଅନ୍ୟର ଉପକାର କରିବା, ସେ ପାଇଁ ଗୋଟେ ବାତାବରଣ ସମାଜରେ ତିଆରି କରିବା, ତାହେଲେ ପ୍ରକୃତ ଏଇ ଯେଉଁ ଆନ୍ଦୋଳନଟି ଆଜି ଛୋଟିଆ ଆନ୍ଦୋଳନ ଆରମ୍ଭ ହେଉଛି ଗୋଟେ ବଡ଼ ଆନ୍ଦୋଳନରେ ପରିଣତ ହେବ ଏବଂ ସମାଜକୁ ନିଶ୍ଚିତ ଭାବରେ ବିଶୋଧିତ କରିବ। ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଗୁରୁଦାସ କୁଣ୍ଡୁ କହିଥିଲେ, ନିଜେ ନିଜକୁ ସଚେତନ କଲେ ସତ୍ୟଚେତନାର ଉତ୍ତରଣ ହୋଇପାରିବ। ଆପଣ ଏ ସ୍କୁଲରେ ପାଠ ପଢ଼ୁଛନ୍ତି, ଯେତେ ନିୟମ ହେଉ, ଯେତେ ଆପଣଙ୍କ ମାଷ୍ଟର ଶିକ୍ଷକ ମାନେ କଡ଼ା ହୁଅନ୍ତୁ ବା ଯେତେ ପୁଲିସ ରହୁ ବା ଯେତେ ବ୍ୟବସ୍ଥା ରହୁ, ଯଦି ଆପଣ ନିଜେ ନିଜକୁ ସଚେତନ ନ କରିବେ, ନିଜେ ନିଜକୁ ଯଦି କେଉଁଟା ଭୁଲ କେଉଁଟା ଠିକ୍ ନ ବିଚାର କରିବେ, ତେବେ ହେଲେ କୌଣସି ଆପଣଙ୍କ ନୀତି ନିୟମ ଆପଣଙ୍କୁ କେହି କେବେ ଭଲ ବାଟ ଦେଖେଇ ପାରିବନି। ସତ୍ୟଚେତନା ଏଜୁକେସନାଲ ଟ୍ରଷ୍ଟ ତିରୁଭାନ୍ନାମାଲାଇ ତାମିଲନାଡୁର ସିଓ ବିଷ୍ଣୁ ଦାସ ଜୀ ଭଗବତ ଗୀତା ଚେତନାର ଉତ୍ତରଣର ମୁଖ୍ୟ ମାଧ୍ୟମ ବୋଲି କହିଥିଲେ। Read Gita, chant Gita. You're chanting Gita now. Keep chanting Gita. So that is the message. And why I'm telling you, because that is the purpose of the Satya Chaitanya movement, to remind everyone who they are inside, what is their purpose for being here, and connect with that love you have within. So again, the message is you have a lot of wealth. And why I'm telling you, because if you hold on to it, it will fulfill you for the rest of your lives. ସତ୍ୟଚେତନା ଏଜୁକେସନାଲ ଟ୍ରଷ୍ଟ ତିରୁଭାନ୍ନାମାଲାଇ ତାମିଲନାଡୁର ଡାଇରେକ୍ଟର ଫାଇନାନ୍ସ ବିଷ୍ଣୁପ୍ରିୟା ମ୍ୟାଡାମ ଚେତନାର ଉତ୍ତରଣ ଆତ୍ମଚିନ୍ତନ ଦ୍ୱାରା ହୋଇପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। We have to connect with that because my eyes can't see that. My eyes see, oh, different color, different eyes, different hair, different cloth. But something is the same, and we have to remember that because when we go into the world
Many challenges come, many differences are there. But we want to be strong, we want to be calm, we want to be harmonious, successful, right? We want to feel each other. How will we do that? By remembering Atma. ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସୁସାହିତ୍ୟିକା ଶ୍ରଦ୍ଧାଞ୍ଜଳି କାନୁନଗୋ, ବଳଙ୍ଗା ସତ୍ୟଚେତନା ଶିକ୍ଷାଶ୍ରମର ପ୍ରିନ୍ସିପାଲ ରାନୀ ସାଲାଦ୍ରି ଓ ସତ୍ୟଚେତନା ସଂସ୍ଥାନର ଆଜୀବନ ସଦସ୍ୟ ଅଶୋକ ଗଜେନ୍ଦ୍ର ମଧ୍ୟ ସତ୍ୟଚେତନା ଆନ୍ଦୋଳନ ସମ୍ପର୍କରେ ଆଲୋକପାତ କରିଥିଲେ। आगे गुरुकुल थिला गुरुकुल तुम मैंने प्रार्थना करुचु कि नहीं मुझे जानिनी आम बेले जो सिस्टम थिला प्रार्थना करवा ठाकुर ये सब वर्तमान पिलामानंक पाखे घरे साधारणतः देखा जाए ना कारण धीरे धीरे आम संस्कारटा भूली जाऊँ सो आम से व्यस्त भारत वर्षर बहु गुरु माने बहु साधु सन्त माने से व्यस्त जे संस्कारटा केमती भारत वर्ष को पुणी फेरी आसू मु भावे यही जी सम्मिलन हुए से छोट बा बड़ हो न थाए तार वैल्यू बहुत अधिका थाए आपण तार इम्पोर्टेंस बहुत अधिका थाए आपण माने पार्टिसिपेट करि परचंते आपण माने भाबी परिबेनी आपण कहा मानक मझिरे बसिचंत आमे जते अच्छे जानुचे सत्यचेतन आंदोलन विषय रे आमे समस्ते प्रथमे हमर निज जीवन रे सत्य कोन जानिबा तापरे सत्य को अनुभव करिबा तापरे सत्यर अभिव्यक्ति काम करिबा तापरे सत्यर धर्मर न्यायर प्रतिष्ठा करिबा एही काम रे आमे निजको लगेबा तेबे जाय कि आमे ए सत्यचेतन आंदोलन रो जण जण पृष्ठपोषक हे परिबा। पूज्य गुरुदेव स्वामी श्री आत्मानंद जी छात्र छात्री मानकु तांका आशीर्वचन रे विषय भित्तिक शिक्षा पराविद्या और अपराविद्या द्वारा किपरि सत्यचेतनार उत्तोलन हो पारिबो ताहा बुझाई कहिथिले। तमे जो शिक्षा नौच ताकू आमे कोन कहूचे आमे ताकू इंग्रजी कहूचे मटेरियल एजुकेशन। मटेरियल एजुकेशन माने मन द्वारा जो शिक्षा लाभ करा जाए बुझो तो मानुषी मन एवं मानुषी बुद्धि देकरी तमे एटा को पढुच कि नहीं एवं यार उद्देश्य है कौन ना उद्देश्य है संसार रे किपरि तुम्हें निज गोड़ ठिया हब ये जो शिक्षा वर्तमान तुम मैंने पाउच एटा होची विषय विषय उपरे किपरि तुमर रहिब कर्तृत्व रहिब फल तुम्हें विषय वासना भी चरितार्थ कर पारिबो जीवन रे विषय भोग को देकरी सुखी हे पारिबो ए शिक्षा दी केवल आमर आध्यात्मिक परिभाषा रे आम शिक्षा को आउ गोटे ना रे कहू सेटा को हम कहू विद्या तेणु ये विद्या जीवन रे दरकार समस्त ये विद्या दरकार किंतु विद्यार दुईटी दिग अच्छी दुईटी डायमेंशन अच्छी गोटे हूँ आम ताकू कहूँ जे यही संसार विद्या संसार विद्या माने ए संसार भितर समाज भितर रही आमे किपरि निजर परिचिति आमे रखि परिबा निज जीवन में आमे सुखी हे परिबा एटा को आमे आहरी आध्यात्मिक परिभाषा रे आमे कहिले आमे ताको कहू पराविद्या आउ के जीवन पई विद्यार आउ एक दिग अछि सेटा होछि अपराविद्या सत्य चेतना कहले कौन आम बुझुचे सत्य चेतना क्या कहवा आम कारण यहीटा जदि न बुझब तुम भीतर थिबा सत्य को तुम्हें जागृत करि परिबनी आमे समस्त होचे सत्य स्वरूप समस्त आमे सत्य स्वरूप आमे समस्त होचे परमात्मा अंश। कार्यक्रम शेष में बलंगा सत्यचेतना शिक्षाश्रमर निर्देशक सुदीप मिश्र छात्र छात्री मानू क्रोध न करवा और समस्त को भल पाइबा परामर्श देइथिले एवं मंचासीन अतिथि मानू धन्यवाद अर्पण करथिले। गुरुदेव भी अच्छा ये मो पाखे मुझे भाषण देवाटा मूर्खामी हम तो विशेष किसी कहबी मन रख सत कह डरबनी एंड निजे किए तुम चिन्हवाई चेष्टा कर एंड केबे भी क्या रागबनी आ भल पाइब एठू जीव जो समस्त को भल पाइब क्या राग रख दैट इज स्पिरिचुअल एजुकेशन। धन्यवाद।